ଆଉ ଆମର ମହିମା ସାହିତ୍ୟ ସଂସଦ ଏ ଧନ୍ୟବାଦ କରାଯାଇଛି। ସେ ବର୍ତ୍ତମାନ ଶିଶୁ, ତାକୁ ଆମେ କେମିତି ଆଗକୁ ପାଳିକି ବଡ଼ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ସେଥିପାଇଁ ସମସ୍ତ କର୍ମକର୍ତା, ସମସ୍ତ ସଦସ୍ୟ, ସମସ୍ତେ ଦାୟିତ୍ୱ ନେବା। କିଏ ପଦପଦବୀରେ ରହିଥିଲା, କିଏ ପଦପଦବୀ ରହିଛି, ସେଠି ସେ ମନୋଭାବ ସଂସଦକୁ କେମିତି ଆଗକୁ ବଢ଼ିପାରିବ। ବାବାଜୀ ସେ କହିଥିଲେ ଆଗରେ ଯେ ଆପଣ ବିଶ୍ୱସ୍ତରରେ ପହଞ୍ଚିବେ, ପ୍ରକୃତି ବିଶ୍ୱସ୍ତରରେ ପହଞ୍ଚି ପାରିବ। ସେମାନଙ୍କର ମାନେ ସାଧୁ ସନ୍ନ୍ୟାସୀ ସେମାନେ ସବୁ ହାତ ରହିଛନ୍ତି ନିଶ୍ଚୟ ପହଞ୍ଚିବ, କିନ୍ତୁ ଆମମାନଙ୍କର ସହଯୋଗ ଦରକାର। କାରଣ ସବୁବେଳେ ସବୁ ସମୟରେ ସଂସଦ ରହିବା, ଆଉ ସଂସଦକୁ ନିୟମ ଅନୁସାରେ ଚାଲିବା, ଆଉ ଯେତିକି ପାରିବା ସମୟଟାକୁ ନିଶ୍ଚିତ ସମୟ ଭଳିଆ ଦେଖିବା। କାହିଁକିନା ସମୟଟାର ଉପଯୋଗ କରିବାଟା ନିହାତି ଦରକାର। ସମୟ ଆମକୁ କହିଛନ୍ତି 2:30, ଆମେ ଆସିବା 3ଟା। ଏଇଟା ଏମିତି ହେବନି। 2:30 ତ 2:30ରେ ସଭା ଆରମ୍ଭ ହେବ। ଆଉ ଚେଷ୍ଟା ସମସ୍ତେ କରିବା। ଆଉ ଆଜି ଅଧିବେଶନରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଆମ ସଂସଦର ସମ୍ପାଦକଙ୍କୁ କିଛି ଆଗକୁ ନେବା ପାଇଁ ସେ ମତାମତ କରୁଛି।